ଶିରିନ୍ ନାଜ୍ ମୃତ୍ୟୁ ଘଟଣା ସ୍ୱାମୀ ଗିରଫ। ଖତକୁରବାହାଲ ଶିରିନ୍ ନାଜ୍ ମୃତ୍ୟୁ ଘଟଣାରେ କୁତ୍ରା ପୁଲିସ ଶିରିନ୍ ନାଜ୍ଙ୍କ ସ୍ୱାମୀ ମନୱର ରାଜାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଶ୍ୱଶୁର ଘରେ ଶିରିନ୍ଙ୍କ ମୃତଦେହ ଧର୍ମୀୟ ରୀତିନୀତିରେ ତାଙ୍କୁ କବର ଦିଆଯାଇଥିଲା। କିନ୍ତୁ ତାଙ୍କ ଭାଇ କୁତ୍ରା ଥାନାରେ ଭଉଣୀକୁ ଶାଶୁଘର ଲୋକେ ମାରି ଦେଇଛନ୍ତି ବୋଲି ଅଭିଯୋଗ ଆଣିଥିଲେ। ପୁଲିସ ଅଭିଯୋଗ ପାଇ ଏପରି ସମ୍ବେଦନଶୀଳ ଘଟଣାରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କବର ଖୋଳି ଶବ ବାହାର କରିଥିଲା। ପରେ ତାକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ପୁଲିସ ମାମଲା ରୁଜୁ କରି ପ୍ରାଥମିକ ତଦନ୍ତ ପରେ ଯୌତୁକ ନିର୍ଯାତନା ଦେଇ ହତ୍ୟା କରାଯାଇଥିବା ସନ୍ଦେହରେ ମୃତକଙ୍କ ସ୍ୱାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଠାରେ ସୂଚନାଯୋଗ୍ୟ ଯେ କୁତ୍ରା ଥାନା ଅନ୍ତର୍ଗତ ଖତକୁରବାହାଲ ଗାଁର ମନୱର ରାଜାଙ୍କ ପତ୍ନୀ ଶିରିନ୍ ନାଜ୍ଙ୍କ ଗତ 27 ଅଗଷ୍ଟରେ ମୃତ୍ୟୁ ହୋଇଥିଲା। ସୁନ୍ଦରଗଡ଼ କୁତ୍ରାରୁ ରାଜେଶ ସାହୁଙ୍କ ରିପୋର୍ଟ, ସମ୍ବାଦ ଏକ୍ସପ୍ରେସ।